ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଜାନୁଆରୀ ମାସ 13 ତାରିଖ ମଙ୍ଗଳବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ବଡ଼ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ। 200 ହେବ ଓଡ଼ିଶା ବିଧାନସଭାର ସିଟ୍। ନୂଆ ବିଧାନସଭା ଗୃହ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ନୂଆ ବିଧାନସଭା ଏବଂ ନୂଆ ଲୋକସଭା ଉଭୟ ଭବନ ନିର୍ମାଣ ହେବ। ବିଧାନସଭାରେ ବର୍ତ୍ତମାନ 147 ସିଟ୍ ରହିଛି। ଡିଲିମିଟେସନରେ ସିଟ୍ ବଢ଼ିପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ନୂଆ ବିଧାନସଭାରେ 200 ପାଖାପାଖି ବିଧାୟକ ରହିପାରନ୍ତି। ପ୍ରାୟ 50 ପାଖାପାଖି ସିଟ୍ ବଢ଼ିବାର ସମ୍ଭାବନା ରହିଛି। ଆଗାମୀ 50ରୁ 100 ବର୍ଷକୁ ଦୃଷ୍ଟିରେ ରଖି 300 ସିଟ୍ର ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏଭଳି କହି କ'ଣ ଇସାରା ଦେଇଛନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ତେବେ ଆଗକୁ ବିଧାନସଭାର ସିଟ୍ ମଧ୍ୟ ବଢ଼ିପାରେ ବୋଲି ଚର୍ଚ୍ଚା ହୋଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କହିଥିଲେ ଯେ ନୂଆ ଲୋକସଭା ଭବନ ତିଆରି ହେବାର ଆବଶ୍ୟକତା ରହିଛି। ବିଭାଗର ସଂଖ୍ୟା, କର୍ମଚାରୀ ସଂଖ୍ୟା ବଢ଼ିଲାଣି, ତେଣୁ ଲୋକସଭା ଭବନ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ନୂଆ ବିଧାନସଭା ମଧ୍ୟ ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଥିଲେ। ପରବର୍ତ୍ତୀ ଖବର, ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଚାର୍ଜ ବୃଦ୍ଧି କଲା ଏସ୍ବିଆଇ। ଜାଣନ୍ତୁ ଏବେ ଆପଣଙ୍କୁ କେତେ ଏକ୍ସଟ୍ରା ଚାର୍ଜ ଦେବାକୁ ହେବ। ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଚାର୍ଜକୁ ସଂଶୋଧନ କରିଛି। ଏହି ପରିବର୍ତ୍ତନଗୁଡ଼ିକ ପିଛିଲା ଭାବେ ଡିସେମ୍ବର 1, 2025ରୁ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରୁଥିବା ସଞ୍ଚୟ ଏବଂ ଦରମା ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପକାଇବ। କିନ୍ତୁ କିଛି ଆକାଉଣ୍ଟ ଏବଂ ଟ୍ରାଞ୍ଜାକ୍ସନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହି ପରିବର୍ତ୍ତନଗୁଡ଼ିକ ସମ୍ପର୍କରେ ବ୍ୟାଙ୍କ କହିଛି ଯେ ଇଣ୍ଟରଚେଞ୍ଜ ଫିଜ୍ ବୃଦ୍ଧି ପରେ ଏଟିଏମ୍ ସେବା ଚାର୍ଜ ସମୀକ୍ଷା କରାଯାଇଥିଲା, ଯାହା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ 2025 ପରେ ଏହା ପ୍ରଥମ ଥର ଯେ ଏସ୍ବିଆଇ ଏଟିଏମ୍ ଚାର୍ଜ ବୃଦ୍ଧି କରିଛି। ତେଣୁ ଆସନ୍ତୁ ଆମେ ଆପଣଙ୍କୁ କହିବା ଯେ ଏସ୍ବିଆଇର ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଚାର୍ଜରେ ପରିବର୍ତ୍ତନ ପରେ ଆପଣଙ୍କୁ କେତେ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। ପରବର୍ତ୍ତୀ ଖବର, ଛାତିଥରା ଦୁର୍ଘଟଣା, ବସ୍ ଧକ୍କାରେ ଉଡ଼ିଗଲା ଦମ୍ପତିଙ୍କ ପ୍ରାଣବାୟୁ। ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ବାଲକୃଷ୍ଣପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକ ରାସ୍ତା ଉପରେ ରୁଣ୍ଡ ହୋଇ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି। ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏକ କେସିଜି ମେଡିକାଲ ପଠାଇଛି। ଦୁର୍ଘଟଣା ଘଟାଇଥିବା ବସ୍ ଜବତ କରିବା ସହିତ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ। ଘଟଣାରୁ ପ୍ରକାଶ ଯେ ଦିଗପହଣ୍ଡି ପଟୁ ଏକ ସ୍କୁଟି ଯୋଗେ ଦମ୍ପତି ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଅନ୍ୟପଟେ ବ୍ରହ୍ମପୁରରୁ ଏକ ଘରୋଇ ବସ୍ ଦିଗପହଣ୍ଡି ଯାଉଥିଲା। ବାଲକୃଷ୍ଣପୁର ଛକରେ ସୋମବାର ମଧ୍ୟାହ୍ନରେ ଉକ୍ତ ବସ୍ଟି ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହାଫଳରେ ସ୍କୁଟି ଚାଳକ ଗାଡ଼ି ପଛରେ ବସିଥିବା ତାଙ୍କ ସ୍ତ୍ରୀ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀର ମୃତ୍ୟୁ ଘଟିଥିଲା। ଗୁରୁତର ଥିବା ମହିଳାଙ୍କୁ ଏମ୍କେଜି ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଡାକ୍ତରଙ୍କ ମହିଳାଙ୍କ ମୃତ ମଧ୍ୟ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ଜାତୀୟ ସଡ଼କ ସୁରକ୍ଷା ମାସରେ 156 କୋଟିର ପ୍ରକଳ୍ପ ଭେଟି ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ ଲୋକସେବା ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି। ଏହି ଅବସରରେ ସିଏମ୍ ମାଝୀ ସଡ଼କ ସୁରକ୍ଷା ସମାରୋହର ଶୁଭାରମ୍ଭ କରିଛନ୍ତି। 10 ଜିଲ୍ଲାରେ ମୋଟ 156.53 କୋଟି ଟଙ୍କା ବ୍ୟୟରେ 14ଟି ଅଟଲ ବସ୍ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ଓଏସ୍ଆର୍ଟିସିର 100 ନୂଆ ବସ୍, ଘାଟି ରାସ୍ତାରେ ସତର୍କ ସୂଚନା ଘଣ୍ଟି, ବିଦ୍ୟାଳୟ ପରିସର ସୁରକ୍ଷା ରେଟିଂର ଶୁଭାରମ୍ଭ ସହ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ବସ୍ ପରିଚାଳନା ମାର୍ଗର ପୁନର୍ବିନ୍ୟାସ, ବ୍ରହ୍ମପୁରରେ ସିଆର୍ୟୁଟି ଇ ବସ୍ ଡିପୋରେ 25 ବୈଦ୍ୟୁତିକ ଆମ ବସ୍, ଓଏସ୍ଆର୍ଟିସି କ୍ଲୋଜ୍ ଲୁପ୍ ଟ୍ରାଞ୍ଜିଟ୍ ସ୍ମାର୍ଟ କାର୍ଡ, ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ ଏବଂ ଟ୍ରାଫିକ୍ ପରିଚାଳନା ଯୋଜନା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହା ସହିତ ଗିରିସୋଲା ଟ୍ରକ୍ ଟର୍ମିନାଲର ଜମି କାଗଜପତ୍ର ଏଚ୍ପିସିଏଲ୍କୁ ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତି ଜେନା, ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଟ ଏବଂ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଆଦି ମନ୍ତ୍ରୀ ଓ ନେତା ଉପସ୍ଥିତ ରହିଛନ୍ତି। ପରବର୍ତ୍ତୀ ଖବର, ଖୁସି ଖବର, ମକର ସଂକ୍ରାନ୍ତି ପୂର୍ବରୁ ମହିଳାଙ୍କ ଖାତାକୁ ଆସିବ 3,000 ଟଙ୍କା।
ଉପକୃତ ହେବେ କୋଟି କୋଟି ମା ଭଉଣୀ। ରାଜ୍ୟର କୋଟି କୋଟି ମହିଳାଙ୍କ ପାଇଁ ଏକ ବଡ଼ ଖବର। ଯଦି ଆପଣ ମଧ୍ୟ ଜଣେ ମହିଳା, ତେବେ ଆଉ କିଛି ଦିନ ଭିତରେ ଆପଣଙ୍କ ଖାତାକୁ ଆସିବ 3,000 ଟଙ୍କା। ଅନେକ ସରକାରୀ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହାର ଲାଭ ମହିଳା ଓ ଝିଅମାନଙ୍କୁ ଦିଆଯାଉଛି। ନିକଟ ଭବିଷ୍ୟତରେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ମହିଳାଙ୍କ ଆକାଉଣ୍ଟକୁ ପ୍ରତି ମାସରେ 1,500 ଟଙ୍କା ଟ୍ରାନ୍ସଫର ହେବ। ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ଅଭିଯୋଗ ମଧ୍ୟରେ ମକର ସଂକ୍ରାନ୍ତି ପୂର୍ବରୁ ଲଡ଼କି ବାହାନୀ ଯୋଜନା ଅଧୀନରେ ଆର୍ଥିକ ସହାୟତା ହିତାଧିକାରୀମାନଙ୍କୁ ବଣ୍ଟନ କରାଯିବ ବୋଲି ଜଣେ ମନ୍ତ୍ରୀ ଦାବି କରିଥିଲେ। ମନ୍ତ୍ରୀଙ୍କ ଏହି ଦାବି ଉପରେ ମହାରାଷ୍ଟ୍ର ନିର୍ବାଚନ କମିଶନ ମୁଖ୍ୟ ସଚିବଙ୍କଠାରୁ ଏକ ରିପୋର୍ଟ ମାଗିଛନ୍ତି। ଏନେ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ ପ୍ରସ୍ତାବିତ ସମୟରେ ଏହି ଟଙ୍କା ବଣ୍ଟନ ଜାନୁଆରୀ 15ରେ ହେବାକୁ ଥିବା 29ଟି ନଗର ନିଗମର ନିର୍ବାଚନ ପୂର୍ବରୁ ମହିଳା ଭୋଟରମାନଙ୍କୁ ପ୍ରଲୋଭିତ କରିବା ଭଳି। ଏ ଅଭିଯୋଗ ପରେ ଏବେ ନିର୍ବାଚନ କମିଶନ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ। ସୂଚନା ଅନୁଯାୟୀ ରାଜ୍ୟ ନିର୍ବାଚନ କମିଶନ ସୋମବାର ଜାନୁଆରୀ 12ରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ସଚିବ ରାଜେଶ ଅଗ୍ରୱାଲଙ୍କୁ କହିଛନ୍ତି। ଲଡ଼କି ବାହିନୀ ଯୋଜନା ହେଉଛି ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଯୋଜନା, ଯାହା ଯୋଗ୍ୟ ମହିଳାଙ୍କୁ ମାସିକ 1,500 ଟଙ୍କାର ସହାୟତା ପ୍ରଦାନ କରେ। ଏହି ଯୋଜନା 2024ରେ ଆରମ୍ଭ କରାଯାଇଥିଲା। ବିଜେପି ନେତାଙ୍କ ପୋଷ୍ଟ। ଗତ ସପ୍ତାହରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ବିଜେପି ନେତା ଏବଂ ରାଜ୍ୟମନ୍ତ୍ରୀ ଗିରୀଶ ମହାଜନ କହିଥିଲେ ଯେ ଡିସେମ୍ବର 2025 ଏବଂ ଜାନୁଆରୀ 2026ର କିସ୍ତି 3,000 ଟଙ୍କା ଜାନୁଆରୀ 14ରେ ପଡ଼ୁଥିବା ମକର ସଂକ୍ରାନ୍ତି ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। କଂଗ୍ରେସର ଅଭିଯୋଗ। ରାଜ୍ୟ କଂଗ୍ରେସ ନେତା ଏବଂ ଆଇନଜୀବୀ ସନ୍ଦେଶ କୋଣ୍ଡୋଭିଲକର ଶନିବାର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରି ଦାବି କରିଛନ୍ତି ଯେ ମତଦାନର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ 14 ତାରିଖରେ ଦେୟ ପ୍ରସ୍ତାବ ଦିଆଯାଇଥିଲା ଏବଂ ଏହାକୁ ବନ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ପରବର୍ତ୍ତୀ ଖବର। ଓଡ଼ିଶାକୁ ପୁଣି ଥରାଇବ ଶୀତ। ପାଣିପାଗ ବିଶେଷଜ୍ଞ ଆକଳନ। 13 ଓ 14ରେ ତଳମୁହାଁ ହେବ ପାରଦ। ଆସନ୍ତା 13 ଓ 14 ତାରିଖରେ ପୁଣି ଥରାଇବ ଶୀତ। ଶନିବାର ରାତିରେ ଶୀତ କମିଥିଲା। ରବିବାର ବି ଶୀତ କମ୍ ରହିଛି, କିନ୍ତୁ ମଙ୍ଗଳବାର, ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ପାରଦ ପୁଣି ତଳମୁହାଁ ହେବ। ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ କହିଛନ୍ତି, ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପ୍ରଭାବରେ ଜଳୀୟ ବାଷ୍ପ ଆସିଥିଲା, ଫଳରେ ଆକାଶକୁ ବାଦଲ ଖଣ୍ଡ ଘେରି ରହିଥିଲା। କିନ୍ତୁ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଟ୍ରଫ୍ ଲାଇନ୍ ଏହି ବାଦଳ ଖଣ୍ଡକୁ ସମୁଦ୍ରକୁ ଠେଲି ନେଇଥିଲା। ରବିବାର ରାତି ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶ ମେଘମୁକ୍ତ ରହିଛି। ସୋମବାର ସକାଳ ସୁଦ୍ଧା ଉପକୂଳ ଓଡ଼ିଶା ବି ମେଘମୁକ୍ତ ହୋଇଯିବ। ଆକାଶ ମେଘମୁକ୍ତ ହେବା ପରେ ଶୀତ ପୁଣି ବଢ଼ିବ ବୋଲି ସେ କହିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା 3 ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା 2ରୁ 3 ଡିଗ୍ରୀ କମିପାରେ। ଏହା ଶୀତ ବଢ଼ାଇବ। ତେବେ ଶନିବାର ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା 6.5 ଡିଗ୍ରୀ ଥିଲା। ଫୁଲବାଣୀରେ 7, ରାଉରକେଲାରେ 8, ଝାରସୁଗୁଡ଼ାରେ 8.3। ଆକାଶକୁ ବାଦଲ ଘେରି ରହିଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଉପରମୁହାଁ ହେବାରୁ ଶୀତ କମିଯାଇଥିଲା। ରାଜଧାନୀରେ ଶୁକ୍ରବାର ରାତିରେ ପାରଦ 10.2 ଡିଗ୍ରୀ। ଶନିବାର ଏହାର 17କୁ ବଢ଼ିଥିଲା। ପରବର୍ତ୍ତୀ ଖବର। ପ୍ରଶ୍ନପତ୍ର ଲିକ୍ ରୋକିବ ଏଆଇ କ୍ୟାମେରା। ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବେ ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ କ୍ୟାମେରା। 211 ହବ୍ରେ ଏହା ନିଜ ଆଡ଼ୁ ଲଗାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କଲେଜ ଇଣ୍ଟରନେଟ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏଆଇ କ୍ୟାମେରାରେ ଲଗାଯିବ 128 ଜିବି ସିମ୍ କାର୍ଡ଼। ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ୍। ଆସନ୍ତା ଫେବୃଆରୀ 9 ସୁଦ୍ଧା ସବୁ ହବ୍ରେ ଲଗାଯିବ କ୍ୟାମେରା। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ୍। ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମ୍ରୁ ମନିଟର କରାଯାଉଛି। ପୂର୍ବରୁ କେବଳ ଥିଓରି ପରୀକ୍ଷାକୁ କଣ୍ଟ୍ରୋଲ ରୁମ୍ରେ ମନିଟର କରାଯାଉଥିଲା। ଏହାଦ୍ୱାରା ପିଲାଙ୍କ ସମେତ ଏକ୍ସଟର୍ନାଲମାନଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି, କାରଣ ଏକ୍ସଟର୍ନାଲକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ପରବର୍ତ୍ତୀ ଖବର। ପଛରେ ପଡ଼ିଲା ଆମେରିକା। ସବୁଠୁ ଅଧିକ ଏଆଇ ୟୁଜର୍ସ ଥିବା ଦେଶ ଭିତରେ ଆଗେ ଭାରତ। ରିପୋର୍ଟ ଖୁଲାସା। ସାମ୍ନାକୁ ଆସିଛି ଏକ ବଡ଼ ରିପୋର୍ଟ ମୁତାବକ ଭାରତରେ ଆମେରିକା ଦେଶ ଅପେକ୍ଷା ଅଧିକ ଲୋକ ଏଆଇ ବ୍ୟବହାର କରୁଛନ୍ତି ବୋଲି ଜଣାପଡ଼ିଛି। ବୋଫା ରିପୋର୍ଟ ଅନୁଯାୟୀ ଭାରତର ଦ୍ରୁତ ଅଭିବୃଦ୍ଧି କୌଣସି ଏକ କାରଣ ଯୋଗୁଁ ନୁହେଁ, ବରଂ ଅନେକ ପ୍ରମୁଖ କାରଣର ମିଶ୍ରଣ ଯୋଗୁଁ ହୋଇଛି। ଭାରତରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅନଲାଇନ୍ ଜନସଂଖ୍ୟା ଅଛି, ଯେଉଁଠାରେ 70ରୁ 75 କୋଟି ଲୋକ ମୋବାଇଲ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଏହା ସହିତ ସୁଲଭ ଡାଟା ଯୋଜନା ଏଆଇ ଉପକରଣଗୁଡ଼ିକର ପ୍ରବେଶକୁ ଅତ୍ୟନ୍ତ ସହଜ କରିଛି। ଆଜି ଭାରତରେ ଉପଭୋକ୍ତାମାନେ ପ୍ରାୟ $2ରେ ପ୍ରତି ମାସରେ 20ରୁ 30 ଜିବି ଡାଟା ବ୍ୟବହାର କରିପାରିବେ, ଯାହା ଅନେକ ଦେଶ ତୁଳନାରେ ଯଥେଷ୍ଟ ଶସ୍ତା। ଭାରତର ଯୁବ ଜନସଂଖ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ପାଇଁ ପ୍ରସ୍ତୁତ ଭାରତ ଇଣ୍ଟରନେଟ୍ ବ୍ୟବହାରକାରୀମାନେ
ଜନସଂଖ୍ୟାର ଏକ ବଡ଼ ଅଂଶ ଯୁବପିଢ଼ି। ରିପୋର୍ଟ ଅନୁଯାୟୀ 60%ରୁ ଅଧିକ ଇଣ୍ଟରନେଟ୍ ବ୍ୟବହାରକାରୀ 35 ବର୍ଷରୁ କମ୍ ବୟସର ଅଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅନେକ ଇଂରାଜୀ ବୁଝନ୍ତି ଏବଂ କୁହନ୍ତି, ଯାହା ସେମାନଙ୍କୁ ନୂତନ ଡିଜିଟାଲ ଉପକରଣ ଏବଂ ଏଆଇ ଆପ୍କୁ ଶୀଘ୍ର ଗ୍ରହଣ କରନ୍ତି। ଏହି କାରଣରୁ ଭାରତରେ ଏଆଇ କେବଳ ପରୀକ୍ଷଣ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଦୈନନ୍ଦିନ ଜୀବନ ଏବଂ କାର୍ଯ୍ୟର ଏକ ଅଂଶ ହୋଇଯାଉଛି। ଏଆଇକୁ ପ୍ରୋତ୍ସାହିତ କରୁଥିବା ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟ ଏଆଇକୁ ଲୋକପ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବୋଫା ରିପୋର୍ଟରେ କୁହାଯାଉଛି ଯେ ଜିଓ ଏବଂ ଭାରତୀ ଏୟାରଟେଲ୍ ଭଳି କମ୍ପାନୀଗୁଡ଼ିକ ସେମାନଙ୍କର ଗ୍ରାହକମାନଙ୍କୁ ଜେମିନି ଏବଂ ପରପ୍ଲେକ୍ସିଟି ଭଳି ଏଆଇ ଆପ୍ସର ଦେୟମୁକ୍ତ ସଂସ୍କରଣ ମାଗଣା ସବସ୍କ୍ରିପସନ୍ ପ୍ରଦାନ କରୁଛି। ପାଠ ପଢ଼ାଠାରୁ ଆରମ୍ଭ କରି କାମ କରିବା ପାଇଁ ଏଆଇକୁ ପ୍ରତିଟି କ୍ଷେତ୍ରରେ ବ୍ୟବହାର କରାଯାଉଛି। ଲୋକମାନେ କାମକୁ ସହଜରେ କରିବା ପାଇଁ ଏଆଇକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଏହା ଭାଷା କ୍ଷେତ୍ରରେ ବ୍ୟାରିୟର କମାଇବା ପାଇଁ ମଧ୍ୟ ବହୁଳ ଭାବରେ ବ୍ୟବହାର ହେଉଛି। ପରବର୍ତ୍ତୀ ଖବର, ଭତ୍ତା ମିଳୁଛି 1000, ଅଟୋବାଲା ନେଉଛି 200, ହେଲେ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା। ପକେଟକୁ ଟଙ୍କା ଆସିବା ପୂର୍ବରୁ ହିଁ ବାଟରେ ଅଧା ସରିଯାଉଛି। ସରକାରୀ ସହାୟତା ପାଇବା ପାଇଁ ଜଣେ ଗରିବ ଲୋକଙ୍କୁ ଯେଉଁ ସଂଘର୍ଷ କରିବାକୁ ପଡ଼ୁଛି, ତାହା ଆଜି ସମୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରଙ୍କ ଯୋଜନା କଳ ଲୋକଙ୍କ ପାଖରେ ପହଞ୍ଚିବା ବେଳକୁ ବାଟରେ ହିଁ ଅଧା ପବନ ହୋଇଯାଉଛି। ଭତ୍ତା ଟଙ୍କା ବଢ଼ୁଛି କି ନାହିଁ ଜଣାନାହିଁ, ହେଲେ ଅଟୋ ଭଡ଼ା କିନ୍ତୁ 200 ଟଙ୍କା ଦେବାକୁ ପଡ଼ୁଛି। ଏମିତି ପରିସ୍ଥିତିରେ ଜଣେ ସାଧାରଣ ହିତାଧିକାରୀ କରିବ କ'ଣ? ଏହି ସମସ୍ୟା କେବଳ ଜଣେ କି 2 ଜଣଙ୍କର ନୁହେଁ, ବରଂ ପୁରା ଗାଁର ସମସ୍ୟା। ବ୍ଲକ ସାରୁଆଲି ପଞ୍ଚାୟତ ଅଧୀନରେ ଥିବା ବଣ ପାହାଡ଼ ଘେରା ସାରୁଆଲି ଗାଁରେ ରହୁଥିବା ଲୋକମାନେ ସରକାରଙ୍କ ତରଫରୁ ମିଳୁଥିବା ଭତ୍ତା ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି, ଆଉ ସେହି ଟଙ୍କା ଉଠାଇବାକୁ ସେମାନଙ୍କୁ ମହୁଲପାଲି ବ୍ୟାଙ୍କ ଯିବାକୁ ପଡ଼େ। ହେଲେ ବୃଦ୍ଧ ବୃଦ୍ଧାଙ୍କୁ ବ୍ୟାଙ୍କ ଯିବାକୁ ଅଟୋ ଭଡ଼ା କରିବାକୁ ପଡ଼େ। 1000 ଟଙ୍କା ଭତ୍ତା ପାଉଥିବା ବେଳେ ଅଟୋବାଲା 200 ଟଙ୍କା ନେଇଯାଏ। ଗତ ମାସ ହେଲାଣି ଗାଁର କେତେକ ଲୋକ ଭତ୍ତା ପାଉନାହାନ୍ତି। ସେମାନେ 3ରୁ 4 ଥର ଅଟୋ ଭଡ଼ା କରି ମହୁଲପାଲି ଆସିଥିଲେ, ହେଲେ ଭତ୍ତା ତାଙ୍କ ଆକାଉଣ୍ଟକୁ ଆସିନଥିବା ଅଭିଯୋଗ କରିଛନ୍ତି। ସରକାରଙ୍କର ଗରିବ କଲ୍ୟାଣ ଏସବୁ ଯୋଜନା ସମେତ ଯେମିତି ଏମାନଙ୍କ ଦାବି ଦିଗହରା ପାଲଟି ଯାଇଛି। ଲୋକମାନେ ଦାବି କରିଛନ୍ତି ସେମାନଙ୍କୁ ଗାଁରେ ପୂର୍ବ ଭଳି ହାତକୁ ହାତ ଭତ୍ତା ଟଙ୍କା ଦେଲେ ଗରିବ ଲୋକମାନଙ୍କର କାମରେ ଲାଗିବ, ନହେଲେ ଏଭଳି ପ୍ରତ୍ୟେକ ମାସରେ ଭତ୍ତା 1000କୁ ଅଟୋ ଭଡ଼ା 200 ଲେଖାଏଁ ଦିଆଯିବ ବୋଲି କହିଛନ୍ତି। ପରବର୍ତ୍ତୀ ଖବର, ଲୋକ ବେହୋସ ହେଉଥିଲେ, ଭାଷଣ କାହିଁକି ବନ୍ଦ ହେଲାନି? କରୋଡ଼ ଦଳାଚକଟା ମାମଲାରେ ବିଜୟଙ୍କୁ ସିବିଆଇ ପ୍ରଶ୍ନ। କରୋଡ଼ ଦଳାଚକଟା ଘଟଣାରେ ବିଜୟ ଥଳାପତିଙ୍କୁ ସିବିଆଇ ଜେରା କରିଛି। ଅଭିନେତାରୁ ନେତା ପାଲଟିଥିବା ଟିଭିକେ ମୁଖ୍ୟ ଥଳାପତି ବିଜୟଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ସନ୍ଧ୍ୟା 7ଟାରେ ଯାଏ ବିଜୟଙ୍କୁ ଘାଣ୍ଟିବ ସିବିଆଇ। ବିଜୟଙ୍କ ଦଳର ରାଜନୈତିକ ର୍ୟାଲିର ସଂଗଠନ ବିଷୟରେ ସିବିଆଇ ପଚରାଉଚରା ଆରମ୍ଭ କରିଛି। ତଦନ୍ତରେ ର୍ୟାଲିର ଯୋଜନା, ପୋଲିସ ସହ ଚୁକ୍ତିନାମା, ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ପଚାରିଛି। ଲୋକେ ବେହୋସ ହେଉଥିଲେ, ତୁମେ କାହିଁକି ଭାଷଣ ବନ୍ଦ କଲ ନାହିଁ ବୋଲି ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ। ଗତ ବର୍ଷ ସେପ୍ଟେମ୍ବରରେ ବିଜୟଙ୍କ ରାଜନୈତିକ ର୍ୟାଲିରେ ଦଳାଚକଟାରେ 41 ଜଣଙ୍କର ମୃତ୍ୟୁ ହୋଇଥିଲା। ରାଜଧାନୀ ଦିଲ୍ଲୀର ଅଭିନେତାରୁ ନେତା ହୋଇଥିବା ଥଳାପତି ବିଜୟଙ୍କୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ସିବିଆଇ ଗତ ବର୍ଷ କରୋଡ଼ରେ ହୋଇଥିବା ଦଳାଚକଟା ମାମଲାରେ ପଚରାଉଚରା କରିଛି। 2025 ସେପ୍ଟେମ୍ବର 25ରେ ତାମିଲନାଡୁ କରୋଡ଼ ଜିଲ୍ଲାରେ ବିଜୟଙ୍କ ପାର୍ଟି ଟିଭିକେ ଦ୍ୱାରା ଏକ ର୍ୟାଲି ହୋଇଥିଲା। ଏଥିରେ ଯେବେ ବିଜୟ ଭାଷଣ ଆରମ୍ଭ କରିଥିଲେ, ଦଳାଚକଟା ଘଟିଥିଲା। ଏଥିରେ 41 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସିବିଆଇର ହାଜର ହୋଇଛନ୍ତି ବିଜୟ ଥଲାପତି। ପରବର୍ତ୍ତୀ ଖବର, ନୂଆ ବର୍ଷରେ ନୂଆ ଅଫିସ, ବଦଳିବ ମୋଦିଙ୍କ କାର୍ଯ୍ୟାଳୟ ଠିକଣା। ଏବେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ କାର୍ଯ୍ୟାଳୟ ପ୍ରସ୍ତୁତ ହୋଇସାରିଥିବା ବେଳେ ଏହାକୁ ଏବେ ଶେଷ ସ୍ପର୍ଶ ଦିଆଯାଉଛି। ସମ୍ଭବତଃ ପ୍ରଧାନମନ୍ତ୍ରୀ ମୋଦି ଏହି ମାସରେ ତାଙ୍କର ନୂତନ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କ୍ୟାବିନେଟ୍ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟକୁ ନୂତନ ସେବାତୀର୍ଥ କମ୍ପ୍ଲେକ୍ସରେ ଏକତ୍ର କରାଯାଇଛି। ସେବାତୀର୍ଥ କମ୍ପ୍ଲେକ୍ସ ବିଜୟ ଚୌକ ନିକଟରେ ରାଇସିନା ହିଲ୍ର ପାଦଦେଶରେ ନିର୍ମିତ ହୋଇଛି। ଏଥିରେ 3ଟି ହାଇଟେକ୍ କୋଠା ଅଛି। ସେବାତୀର୍ଥ 1, ସେବାତୀର୍ଥ 2 ଏବଂ ସେବାତୀର୍ଥ 3। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେବାତୀର୍ଥ 1ରେ ଅବସ୍ଥିତ ହେବ। କ୍ୟାବିନେଟ୍ ସଚିବାଳୟକୁ ପୂର୍ବରୁ ସେବାତୀର୍ଥ 2କୁ ସ୍ଥାନାନ୍ତରିତ କରାଯାଇଛି। ସେବାତୀର୍ଥ 3ରେ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ, ଯେଉଁଠାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରହିବେ। ନୂତନ ପିଏମ୍କୁ ମୂଳତଃ ଏକ୍ଜିକ୍ୟୁଟିଭ୍ ଏନକ୍ଲେଭ୍ କୁହାଯାଉଥିଲା। ଡିସେମ୍ବର ସରକାରୀ ସୂତ୍ର ଘୋଷଣା କରିଥିଲା ଯେ ଏହାର ନାମ ସେବାତୀର୍ଥ କମ୍ପ୍ଲେକ୍ସ ରଖାଯିବ। ସେହି ସମୟରେ ସାରା ଦେଶରେ ରାଜଭବନଗୁଡ଼ିକୁ ଲୋକଭବନ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେବାତୀର୍ଥ ସଂଲଗ୍ନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିର୍ମାଣ ମଧ୍ୟ ଚାଲିଛି। ଏହାପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ 7 ଲୋକ କଲ୍ୟାଣ ମାର୍ଗରୁ ସେବାତୀର୍ଥ ସ୍ଥାନରେ ସ୍ଥାନାନ୍ତରିତ କରାଯିବ। ପରବର୍ତ୍ତୀ ଖବର, ଆଜି 5 ମହିଳାକୁ ଗାଡ଼ି ଚାବି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଯୋଜନାରେ ମହିଳାଙ୍କୁ କାର୍ ଦେଉଛନ୍ତି ସରକାର। ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର 6,700 କୋଟି ଟଙ୍କା ବ୍ୟୟ ଅଟକଳର ସମୁଦାୟ 71ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ପ୍ରାୟ 5,630 କୋଟି ଟଙ୍କା ବିନିଯୋଗରେ 39ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ ପ୍ରାୟ 1,070 କୋଟି ଟଙ୍କା ବିନିଯୋଗରେ 32ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 5 ଜଣ ମହିଳା ଗାଡ଼ି ଚାଳକମାନଙ୍କୁ ଗାଡ଼ି ଚାବି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଆମ ସୁବାହକ ଯୋଜନା ଅଧୀନରେ ସରକାରୀ ଗ୍ୟାରେଣ୍ଟିରେ କାର୍ କିଣିବା ପାଇଁ ଋଣ ପ୍ରଦାନ କରାଯାଉଛି। ଦୀପାବଳି ପୂର୍ବରୁ ଏହି ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହେବ ଏକ ନୂଆ ଯୋଜନା, ଯାହାର ନାଁ ରହିବ ଆତ୍ମନିର୍ଭର ମହିଳା ସୁବାହକ ବା ଆମ ସୁବାହକ ଯୋଜନା। ଏହି ଯୋଜନା ଅଧୀନରେ ରାଜ୍ୟର ମହିଳାଙ୍କୁ କାର୍ କିଣାଇ ଦେବେ ସରକାର। ଋଣ କରି କାର୍ କିଣିବେ ମହିଳା, ଆଉ ସବୁ ସୁଧ ସୁଝିବେ ରାଜ୍ୟ ସରକାର। ମହିଳାଙ୍କୁ ଆହୁରି ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଏଭଳି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁମାନେ ବି ଋଣ କରି କାର୍ କିଣିବାକୁ ଚାହିଁବେ, ସେମାନଙ୍କୁ କାର୍ କିଣାଇ ଦେବେ ରାଜ୍ୟ ସରକାର। ପ୍ରତ୍ୟେକ ମହିଳାଙ୍କୁ 10 ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ। ଆଉ ଯେଉଁ ମହିଳାମାନେ କାର୍ କିଣିବାକୁ ଋଣ ନେବେ, ତାହାକୁ 5 ବର୍ଷ ମଧ୍ୟରେ ଶୁଝି ପାରିବେ। ମହିଳାମାନେ ଲୋନ୍ କରି କାର୍ଟି କିଣିବେ ସତ, କିନ୍ତୁ ସବୁ ସୁଧ ଶୁଝିବେ ସରକାର। ପ୍ରତ୍ୟେକ ମହିଳାଙ୍କୁ ମିଳିବ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ। 4 ବର୍ଷରେ 1,100 ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବରେ ବ୍ୟବହାର କରିବାକୁ ଋଣ ଯୋଗାଇ ଦେବେ ସରକାର। ଯାହାଫଳରେ ମହିଳା ଆଉ ସୁଧ ବାବଦକୁ ଟେନସନ୍ ନେବାକୁ ପଡ଼ିବନି। ବ୍ୟାଙ୍କରୁ ପ୍ରତି ମହିଳାଙ୍କୁ 10 ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ। ଋଣର କିସ୍ତି ମହିଳାମାନେ 5 ବର୍ଷରେ ଶୁଝିବେ ଏବଂ ରାଜ୍ୟ ସରକାର